ପିଲାମାନେ ଆମେ ହୋଇ ଓ ସମୁଦି ପାଠକୁ ପଢ଼ିଛେ ବୁଝିଛେ। ହଁ ଆଜ୍ଞା। ତେବେ ଚାଲ ଅଭ୍ୟାସ କାର୍ଯ୍ୟରେ ଥିବା ପ୍ରଶ୍ନ ଉତ୍ତର କରିବା। ତୁମେ ସମସ୍ତେ ବହିରେ ଥିବା ପୃଷ୍ଠା 31କୁ ଖୋଲ। ହଁ ଆଜ୍ଞା। ପ୍ରଥମ ପ୍ରଶ୍ନକୁ ପଢ଼। ସେଥିରେ ଅଛି ଗପରୁ କୁହ। କରେ ଥିବା ପ୍ରଶ୍ନ ପଢ଼ିଲ। ହନୁବୈଦ ଖଟରେ ଶୋଇ କାହା କଥା ମନେ ପକେଇଲା? ହନୁବୈଦ ଖଟରେ ଶୋଇ ସମୁଦି ଗଧିଆ କଥା ମନେ ପକେଇଲା। ସାବାସ୍, ତମେ ଠିକ୍ କହିଲ। ଏବେ ଖ ନମ୍ବରକୁ ପଢ଼ିଲ। ଗଧିଆକୁ କାହିଁକି ଜ୍ୱର ହେଲା? ଉତ୍ତର କ'ଣ ହେବ କହିଲ? ଗଧିଆ ବିଲେଇ ନାନୀର ବାସି ଜିନିଷ ମିଠା, ସିଙ୍ଗିଡ଼ା, ଆଳୁଚପ ଖାଇବାରୁ ଜ୍ୱର ହେଲା। ଏବେ ଗ ନମ୍ବରକୁ ପଢ଼ିଲ। ହନୁବୈଦ ଗଧିଆକୁ କି ଉପଦେଶ ଦେଲା? କହିଲ କ'ଣ ଉତ୍ତର ହେବ? ଭୋକ ପଛେ ଜୀବନ ହାରିବ, କିନ୍ତୁ ପଚାସଢ଼ା ବାସି ମାଛି ଭଣ ଭଣ କରୁଥିବା ଖାଦ୍ୟ ଖାଇବ ନାହିଁ। କହିଛ। ଦ୍ୱିତୀୟ ନମ୍ବର ପ୍ରଶ୍ନର ଥିବା ଉତ୍ତରକୁ ଆମେ କରିବା। ଦ୍ୱିତୀୟ ନମ୍ବରରେ କ'ଣ ଅଛି ପଢ଼ିଲ। ପାଠରୁ ଖୋଜି ବାହାର କର ଓ ତା ଚାରିପଟେ ଗୋଲ ବୁଲାଅ। କ'ଣ ସବୁ ଅକ୍ଷର ବାହାର କରିବାକୁ ପଡ଼ିବ? ଜ୍ୱ, ସ୍ୱ, ଦ୍ୱା, ସ୍ୱା। ତାହେଲେ ପିଲାମାନେ ତମେ ଏସବୁ କାର୍ଯ୍ୟ ବହିକୁ ପଢ଼ ଏବଂ ଯେଉଁ ଅକ୍ଷର ଗୁଡ଼ିକ ଅଛି ସେ ଅକ୍ଷର ଗୁଡ଼ିକରେ ତୁମେ ଗୋଲ ବୁଲାଇବ। ପିଲାମାନେ ତମେ ପାଠରେ ଥିବା ଜ୍ୱ, ସ୍ୱ, ଦ୍ୱା, ସ୍ୱା ଅକ୍ଷର ଗୁଡ଼ିକୁ ସୁନ୍ଦର ଭାବରେ ଖୋଜି ବାହାର କରି ଗୋଲ ବୁଲେଇଛ। ତେଣୁ ବହୁତ ଧନ୍ୟବାଦ। ଏବେ ଚାଲ ଆମେ ତୃତୀୟ ପ୍ରଶ୍ନକୁ ଯିବା। ପଢ଼ିଲ। ତୃତୀୟ ପ୍ରଶ୍ନରେ କ'ଣ ଅଛି? ହଁ ଆଜ୍ଞା। ଶବ୍ଦ ଗଢ଼ ଓ ଠିକ୍ ଉଚ୍ଚାରଣ କରି ପଢ଼। ଯଥା ବିସ୍ପ। ତେବେ ଅ ଡ୍ୟାସ୍ କ'ଣ ହେବ? ଇ ଡ୍ୟାସ୍ ର। କହିଲ କ'ଣ ହେବ? ତାପରେ ବି ଡ୍ୟାସ୍ କ'ଣ ହେବ? ବାଃ, ବଢ଼ିଆ ହେଇଛି। ଏବେ ପିଲେ ଆସ ଆମେ 4 ନମ୍ବରକୁ ଯିବା। 4 ନମ୍ବରକୁ ପଢ଼ିଲ। କ'ଣ ଅଛି? ବିଶ୍ୱ ଶବ୍ଦରେ ଯେପରି ସ ତଳେ ୱଫଲା ଲାଗିଛି ସେପରି ୱଫଲା ଲଗାଇ ଶବ୍ଦ ଲେଖ। ଲେଖିପାରିବ? ହଁ ଆଜ୍ଞା। କ'ଣ ହେବ? ଦ୍ୱାର, ସ୍ୱର। ବାଃ, ଖୁବ୍ ସୁନ୍ଦର ଲେଖିଲ। ଏବେ ଆମେ 5 ନମ୍ବର ପ୍ରଶ୍ନକୁ ଯିବା। 5 ନମ୍ବର ପ୍ରଶ୍ନରେ କ'ଣ ଅଛି? ଆସ ଆମେ ପଢ଼ିବା। ଠିକ୍ ଜାଗାରେ ୱଫଲା ଲଗାଇ ଗୀତଟିକୁ ପଢ଼ ଓ ଲେଖ। ପ୍ରଥମେ ମୁଁ ପଢ଼ୁଛି, ତାପରେ ତମେ କେଉଁଠାରେ ୱଫଲା ଲାଗିବ କହିବ। ଦାର ଦାର ବୁଲି ହାଲିଆ ହେଲେଣି। ଦ୍ୱାର ଦ୍ୱାର ବୁଲି ହାଲିଆ ହେଲେଣି। ନିଶ୍ୱାସ ବହୁଛି ଖର। ନିଶ୍ୱାସ ବହୁଛି ଖର। ମଧୁର ସୁରରେ କିପରି ଗାଇବି? ଦେହରେ ରହିଛି ଜ୍ୱର। ଦେହରେ ରହିଛି ଜ୍ୱର। ପିଲାମାନେ ଦାର ଦାର ଶବ୍ଦରେ ୱଫଲା ଲଗାଇ ତୁମେ ପଢ଼ିଲ ଦ୍ୱାର ଦ୍ୱାର। ନିଶ୍ୱାସ ଶବ୍ଦରେ ୱଫଲା ଲଗାଇ ତାକୁ ତୁମେ ପଢ଼ିଛ ନିଶ୍ୱାସ। ଏବଂ ଜ୍ୱର ଶବ୍ଦରେ ୱଫଲା ଲଗାଇ ତୁମେ ପଢ଼ିଲ ଜ୍ୱର। ଏବେ ଆସ 6 ନମ୍ବର ପ୍ରଶ୍ନକୁ ଆମେ ଉତ୍ତର କରିବା। 6 ନମ୍ବରରେ କ'ଣ ଅଛି ପଢ଼ିବା। କ୍ରମରେ ସଜାଡ଼ି ଲେଖ। ଶ୍ୱାସ ରୋଗ ଥିଲା, ପେଟ ଖରାପ ହେଲା, ଔଷଧ ଖାଇଲା,
ଦ୍ୱାର ଠକ୍ ଠକ୍ ହେଲା ସମୁଦି ଘରକୁ ଗଲା। ଏହି ବାକ୍ୟ ଗୁଡ଼ିକ ଏଠାରେ ଅସଜଡ଼ା ହୋଇକି ଲେଖା ହୋଇଛି। ତମେ ତାକୁ ମନେ ପକାଇ ଆରମ୍ଭରୁ ତାକୁ ସଜାଡ଼ି ଲେଖିବ। ତାହେଲେ ଆମେ କିପରି ଲେଖିବା? ପ୍ରଥମରେ କ'ଣ ହେବ? ସମୁଦି ଘରକୁ ଗଲା। ଠିକ୍। ଲେଖିଛ। ଦ୍ୱିତୀୟରେ କ'ଣ ହେବ? ଦ୍ୱାର ଠକ୍ ଠକ୍ ହେଲା। ତୃତୀୟରେ କ'ଣ ହେବ? ପେଟ ଖରାପ ହେଲା। ଚତୁର୍ଥରେ କ'ଣ ହେବ? ଶ୍ୱାସ ରୋଗ ଥିଲା। ପଞ୍ଚମରେ କ'ଣ ହେବ? ଔଷଧ ଖାଇଲା। ସାବାସ୍, ବହୁତ ସୁନ୍ଦର ଭାବରେ ତୁମେ ଲେଖିପାରିଲ। ତେଣୁ ଧନ୍ୟବାଦ।